जय जगन्नाथ सांग मैंने आशा करुँची भगवानଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଦଶମ ଶ୍ରେଣୀର ସାହିତ୍ୟ ସିନ୍ଧୁ ପୁସ୍ତକର ସଭ୍ୟତା ଓ ବିଜ୍ଞାନ ବିଷୟବସ୍ତୁକୁ ଆଲୋଚନା କରିବା ପିଲାମାନେ। ଆମେ ଆଜି ବିଜ୍ଞାନର ଉନ୍ନତି ବିଷୟରେ ଏବଂ ସଭ୍ୟତା ସହିତ ଜଡ଼ିତ ସମ୍ପର୍କକୁ ଆଲୋଚନା କରିବା ପିଲାମାନେ। ତାହେଲେ ଡେରି ନକରି ଆଗେଇ ଯିବା। ବିଜ୍ଞାନର ଚରମ ଉନ୍ନତି ନ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ସଭ୍ୟତା ବିଷୟରେ ଶେଷ ଉନ୍ନତିରେ ପହଞ୍ଚି ପାରିବୁ ନାହିଁ। ଅର୍ଥାତ୍ ସବୁରି ମୂଳରେ ବିଜ୍ଞାନର ଉନ୍ନତି। ଯଦି ବିଜ୍ଞାନର ଚରମ ଉନ୍ନତି ନ ହେବା ପର୍ଯ୍ୟନ୍ତ ଆମେ କେତେବେଳେ ବି କ'ଣ ନା ସଭ୍ୟତା ବିଷୟରେ ଆମେ କଳନା ମଧ୍ୟ କରିପାରିବା ନାହିଁ। ଅର୍ଥାତ୍ ସଭ୍ୟତାର ଶେଷ ଉନ୍ନତିରେ ଆମେ ମଧ୍ୟ ପହଞ୍ଚି ପାରିବା ନାହିଁ। ଯଦି ଆମେ ଦେଖିବା ପିଲାମାନେ, ତାହେଲେ ସାଇନ୍ସର ଉନ୍ନତିରେ ହିଁ ଆମର ବିଜ୍ଞାନର ଉନ୍ନତିରେ ହିଁ ଆମର ସଭ୍ୟତାର ଉନ୍ନତି ରହିଯାଇଛି। ଯଦି ବିଜ୍ଞାନର ଉନ୍ନତି ହେବ ନାହିଁ, ତାହେଲେ ସଭ୍ୟତାର ମଧ୍ୟ କ'ଣ ନା ଉନ୍ନତି ହେବ ନାହିଁ। ତେଣୁ ସଭ୍ୟତାର ଉନ୍ନତିରେ ବିଜ୍ଞାନର ଉନ୍ନତି, ବିଜ୍ଞାନର ଉନ୍ନତିରେ ସଭ୍ୟତାର ଉନ୍ନତି। ସେହି ଶେଷ ସୀମା ପର୍ଯ୍ୟନ୍ତ ଯେଉଁ ବ୍ୟତିକ୍ରମ ଗୁଡ଼ିକ ଦୃଷ୍ଟ ହେବ, ତାହା ସବୁ କାଳରେ ସବୁ ଯୁଗରେ ହୋଇଥିଲା ଏବଂ ହେବା ମଧ୍ୟ ସମ୍ଭବ। ଏବଂ ଶେଷ ସୀମା ପର୍ଯ୍ୟନ୍ତ ଯେଉଁ ବ୍ୟତିକ୍ରମ କହିଲେ ତା'ର ବିପରୀତ, ତା'ର ଓଲଟା। ଯଦି ବିଜ୍ଞାନର ଉନ୍ନତି ନ ହେଲା, ସଭ୍ୟତାର ଉନ୍ନତି ହେବ ନାହିଁ। ଯଦି ନ ହେଲା, ତା'ର କ'ଣ ନା ବ୍ୟତିକ୍ରମ ଦେଖିବାକୁ ମିଳିବ। ଏବଂ ତାହା ବର୍ତ୍ତମାନ ଯୁଗରେ ଦେଖିବାକୁ ମିଳୁଥିଲା, ମାନେ ଭବିଷ୍ୟତରେ ଦେଖିବାକୁ ମିଳିବ ଏବଂ ତଥା ଅତୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ତାହା ସବୁ କାଳରେ ସବୁ ଯୁଗରେ ଦେଖିବା ପାଇଁ ମିଳିଥିଲା ପିଲାମାନେ, ଏବଂ ଦେଖିବା ପାଇଁ ମିଳିବ ମଧ୍ୟ। ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ, ସମସ୍ତେ ଯେତେବେଳେ ସଭ୍ୟତା କ'ଣ ସେ ବିଷୟରେ ଜାଣିବେ, ସେତେବେଳେ ମୈତ୍ରୀର ଧ୍ୱଜା ଉଡ଼ିବ ଏବଂ ସମସ୍ତଙ୍କର ଭିତରେ ଗୋଟେ ଭଲ ସୁସମ୍ପର୍କ ବା ବ୍ରଦରହୁଡ଼ ରିଲେସନ୍ ଗୋଟେ କ'ଣ ହେବ ନା ସ୍ଥାପନ ହେବ ପିଲାମାନେ। ତେଣୁ ଆମେ ସେ ଜିନିଷକୁ ଜାଣିବାକୁ ପଡ଼ିବ। ଠିକ୍ ଅଛି। ଏବଂ ବର୍ତ୍ତମାନ ଜାତିସଂଘ ତା'ର ସୂତ୍ରପାତ କରିଛି, ମାତ୍ର ବର୍ତ୍ତମାନ ଏହି ସଂଘର କାର୍ଯ୍ୟପ୍ରଣାଳୀ ସମସ୍ତେ ମାନୁନାହାନ୍ତି। ଲିଗ୍ ଅଫ୍ ନେସନ୍ ବା ଜାତିସଂଘ କ'ଣ କରିଛି ସେ ବିଷୟରେ ଆଲୋଚନା ମଧ୍ୟ କରିସାରିଛି ତଥା ସେ ବିଷୟରେ ଆଗେଇ ମଧ୍ୟ ଯାଇଛି। କିନ୍ତୁ ତାହାର ଯେଉଁ କେତେ ଗୁଡ଼ିଏ ନୀତି ନିୟମ ଅଛି ବା କାର୍ଯ୍ୟପ୍ରଣାଳୀ ଅଛି, ତାହାକୁ କେହି ମଧ୍ୟ ତାକୁ ମାନୁନାହାନ୍ତି, ଯାହାଫଳରେ ତାହା ଭଲ ରୂପେ ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ। ତଥାପି ଆଶା କରାଯାଏ ଯେ ଭବିଷ୍ୟତରେ ଯେତେବେଳେ ସମସ୍ତେ ନିଜ ନିଜ ପ୍ରତି କର୍ତ୍ତବ୍ୟ ବୁଝିପାରିବେ, ସେତେବେଳେ ଏସବୁ ଅନର୍ଥ ଦୃଷ୍ଟିଗୋଚର ହେବ ନାହିଁ। ଯେତେବେଳେ ଆମେ ଜାଣିପାରିବା ପିଲାମାନେ ଆମେ ଆମର କର୍ତ୍ତବ୍ୟ କ'ଣ। ଆମେ ଯଦି ପୃଥିବୀ ପୃଷ୍ଠରେ ବା ଧରାପୃଷ୍ଠରେ ଅବତରଣ କରିଛୁ ଏଜ୍ ଏ ମଣିଷ, ତାହେଲେ ଆମର କର୍ତ୍ତବ୍ୟ କ'ଣ ଯଦି ଆମେ ଜାଣିଗଲେ, ତାହେଲେ ଏଭଳିଆ ଜିନିଷ କେତେବେଳେ ଅପ୍ରୀତିକର ଜିନିଷ କେତେବେଳେ ବି ଉତ୍ପନ୍ନ ହେବ ନାହିଁ। ଏବଂ ବିଜ୍ଞାନର ଏହି ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ହୋଇଥିଲେ ହେଁ ସେମାନଙ୍କ ବଳରେ ଅନେକ ବିଶ୍ୱହିତକର କାର୍ଯ୍ୟ ମଧ୍ୟ ସାଧନ ବା ସାଧିତ ହୋଇପାରିବ। ଆମେ କହୁଥିଲେ ପିଲାମାନେ ଯେ ବିଜ୍ଞାନର କ'ଣ ଅଛି ନା ଦୁଇଟା ସାଇଡ଼୍ ଅଛି, ଗୋଟେ ହେଲା ପଜିଟିଭ୍, ଅନ୍ୟଟି ହେଲା ନେଗେଟିଭ୍। ଆମେ ନେଗେଟିଭ୍ ସାଇଡ଼୍କୁ କ'ଣ କରିବାର ଅଛି ନା ତାକୁ ଆଖି ବନ୍ଦ କରିଦେବାର ଅଛି, ତାକୁ ଦୃଷ୍ଟି ନିକ୍ଷେପ କରିଦେବାର ଅଛି ଏବଂ ପଜିଟିଭ୍ ସାଇଡ଼୍କୁ ଆମେ ଦେଖିବାର ଅଛି ପିଲାମାନେ। ଯଦି ଆମେ ବିଜ୍ଞାନର ପଜିଟିଭ୍ ସାଇଡ଼୍କୁ ଦେଖିବା, ତାହେଲେ ଆମେ ନିଶ୍ଚିତ ରୂପେ କ'ଣ ହେବା ନା ଗୋଟେ ସମାଜ ଗଠନ କରିବାରେ ଆମକୁ ସାହାଯ୍ୟ କରିବ। ଆମେ ଗୋଟେ ଏକ୍ଜାମ୍ପଲ୍ ନେଇଯିବା ପିଲାମାନେ, ବର୍ତ୍ତମାନ ଏଆଇଟା ଯେତେ ଭଲ ସେତେ ଖରାପ ମଧ୍ୟ। କିନ୍ତୁ ଆମେ ୟାକୁ ପଜିଟିଭ୍ ୱେରେ ହିଁ ବ୍ୟବହାର କରିବାକୁ ଇଚ୍ଛା କରିବା କଥା, ଆମ ଭିତରେ ପଜିଟିଭିଟି ଆଣିବା କଥା। ଯଦି ଆମେ ତା ଭିତରେ ନେଗେଟିଭିଟି ଆଣି ଦେଉଛୁ, ତାହେଲେ ସେ ଆମକୁ କ'ଣ କରିବ ନା ନିମ୍ନତର ବା ନିମ୍ନଗତି କରି ଆଣିବ। ତେଣୁକରି ଆମେ ତାର ପଜିଟିଭ୍ ସାଇଡ଼୍କୁ ଦେଖିବା କଥା ପିଲାମାନେ। ଆଉ କ'ଣ ନା ବିଜ୍ଞାନର ଏହି ଯେଉଁ ମାରାତ୍ମକ ଗ୍ୟାସ୍କୁ ଆମେ ଦୃଷ୍ଟି ନିକ୍ଷେପ କରିବା ନାହିଁ ଏବଂ ଏହାର ବିଶ୍ୱହିତକର କାର୍ଯ୍ୟରେ ଏହାକୁ ସାଧନ ବା ଲଗାଇବାର ଅଛି। ଡିନାମାଇଟ୍ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗଗିରି ଫଟାଇ ନିଜର ଇପ୍ସିତ କାର୍ଯ୍ୟ ଅକ୍ଳେଶରେ ସାଧନ କରାଯାଇପାରୁଛି। ଆମେ ଡିନାମାଇଟ୍ ଲଗାଇଦେଲେ କ'ଣ ହେବ ନା ପଥର ଯଦି ଆମେ ଭାଙ୍ଗିବାର ଅଛି, ତାହେଲେ ଡିନାମାଇଟ୍ ଲଗାଇକି ଆମେ ତାକୁ ବିସ୍ଫୋରଣ କରିଦେଲେ ପଥର ଖଣ୍ଡ ଖଣ୍ଡ ହୋଇଯିବ, ଯାହାଫଳରେ ତାକୁ ଆଣିକି ଆମେ ଘର କାମରେ ବା ଅଲଗା ଅନ୍ୟାନ୍ୟ କାମରେ ଆମେ ବ୍ୟବହୃତ କରିପାରିବା। ବିଭିନ୍ନ ସାମୟିକ ପଦାର୍ଥ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ପ୍ରଭୃତି ନଷ୍ଟ କରାଯାଇପାରୁଛି।
ବିଭିନ୍ନ ପଦାର୍ଥକୁ ଆମେ କେମିକାଲକୁ ୟୁଜ୍ କରିକି କ'ଣ କରୁଛୁ ନା ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ଆମେ ବଢ଼େଇ ପାରୁଛୁ। ସପୋଜ୍ ପିଲାମାନେ ଆମକୁ ଥଣ୍ଡା ହେଇଗଲା, ଥଣ୍ଡା ହେଲେ ଆମେ କ'ଣ କରୁଛୁ ନା ଆମେ ଗୋଟେ ପାରାସିଟାମଲ୍ ୟୁଜ୍ କରୁଛୁ। ସେ ଯେଉଁ ପାରାସିଟାମଲ୍ ୟୁଜ୍ କରୁଛୁ, ପାରାସିଟାମଲ୍ ବ୍ୟବହାର କରିବାର ପଛରେ କାରଣ କ'ଣ ନା ଆମ ଭିତରେ ଗୋଟେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାର। ଠିକ୍ ଅଛି କି ନାହିଁ ପିଲାମାନେ? ତାହା କେମିତି ହେଉଛି ନା ତାହା ବିଜ୍ଞାନର ବଳରେ ହିଁ ହେଉଛି। ସାଇନ୍ସ ନଥିଲେ ଏଭଳିଆ ଜିନିଷ ସମ୍ଭବ ନୁହେଁ। ତେଣୁ ସେମାନଙ୍କର ଅପକାରିତା ମାନବର ଜ୍ଞାନର ଅଳ୍ପତା ଯୋଗୁଁ ହିଁ ସଂଗଠିତ ହେଉଅଛି, ବିଜ୍ଞାନ ବଳରେ ନୁହେଁ। ଯାହା ବି ଅପକାର ହେଉଛି, ଉପକାର ହେଲେ ତ ବିଜ୍ଞାନର ସେଇଟା ପଜିଟିଭ୍ ସାଇଡ଼୍, ଯଦି ଅପକାର ହେଲା ତାହେଲେ ବିଜ୍ଞାନର ସେଇଟା ହେଲା ନେଗେଟିଭ୍ ସାଇଡ଼୍। ତାହେଲେ ସେଇଟା କ'ଣ ପାଇଁ ହେଉଛି ନା ଆମର ଜ୍ଞାନର ଅଳ୍ପତା ଯୋଗୁଁ। ଅଳ୍ପ ବିଦ୍ୟା ଭୟଙ୍କରୀ ଭଳିଆ ଜିନିଷ ପିଲାମାନେ। ଯାହା ପାଖରେ ଜ୍ଞାନ ପ୍ରଚୁର ପରିମାଣରେ ଥିବ ସେ ସବୁବେଳେ ମୁଣ୍ଡ ନୁଆଁଇକି ଥିବ, କିନ୍ତୁ ଜ୍ଞାନର ଅଭାବ ଅଳ୍ପତା ଯୋଗୁଁ ସେ କ'ଣ କରିବ ନା ସେ ଅପକାର ବିଷୟରେ ତା ମନରେ ବା ତା ମାନସ ପଟରେ ଆଣିବ। ଧର୍ମଭାବ ଓ ଈଶ୍ୱର ବିଶ୍ୱାସ ବିଜ୍ଞାନ କମେଇ ଦେଇଛି ବୋଲି ଅନେକ ଅଭିଯୋଗ କରୁଛନ୍ତି, ମାତ୍ର ବାସ୍ତବରେ କ'ଣ ସେଭଳିଆ ହୋଇଛି? ଯଦି ଆମେ ଦେଖିବା ପିଲାମାନେ, ସାଇନ୍ସ କେତେବେଳେ ବି ଈଶ୍ୱର ବିଶ୍ୱାସକୁ କମେଇ ଦେଇନାହିଁ କିମ୍ବା ଧର୍ମଭାବକୁ କମେଇ ଦେଇନି। ଧର୍ମଭାବ ଗୋଟେ ପଟେ, ବିଜ୍ଞାନ ଗୋଟେ ପଟେ। ଇଭିନ୍ ବିଜ୍ଞାନ ମଧ୍ୟ କ'ଣ କରୁଛି ନା ଆଧ୍ୟାତ୍ମିକକୁ ସେ ମଧ୍ୟ ଅନୁସରଣ କରୁଛି। ବୁଝିହେଲା କି ନାହିଁ ପିଲାମାନେ? ଯେଉଁମାନେ ଉଲ୍ଲିଖିତ ମତ ପୋଷଣ କରନ୍ତି ସେମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ଧରିନେଇ ନିଶ୍ଚିତ ଅଛନ୍ତି ଯେ ଈଶ୍ୱର ବିଦ୍ୟମାନ ଏବଂ ତାଙ୍କଠାରେ ବିଶ୍ୱାସ ସ୍ଥାପନ କର୍ତ୍ତବ୍ୟ। ଯେଉଁମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ମାନି ନେଇଛନ୍ତି ସେମାନେ କ'ଣ କରୁଛନ୍ତି ନା ଈଶ୍ୱର ବିଶ୍ୱାସ ଏବଂ ଧର୍ମଭାବ ତାଙ୍କ ଭିତରେ ଦେଖିବାକୁ ମିଳୁଛି। ଅର୍ଥାତ୍ ତାଙ୍କଠାରେ ଧର୍ମଭାବ ଈଶ୍ୱର ବିଶ୍ୱାସ ପରିଲକ୍ଷିତ ହେଉଛି ଏବଂ ସେମାନେ ମାନି ନେଉଛନ୍ତି ମଧ୍ୟ ଯେ ଈଶ୍ୱର ସର୍ବତ୍ର ବିଦ୍ୟମାନ। ଭଗବାନ ହେଉଛନ୍ତି ସର୍ବତ୍ର ବିଦ୍ୟମାନ, ଅର୍ଥାତ୍ ସେ ହେଉଛନ୍ତି ଅଲ୍ ମାଇଟି ଗଡ଼୍। ସେ ହେଉଛନ୍ତି ସର୍ବଶକ୍ତିମାନ, ସେ ଅମ୍ନି ପ୍ରେଜେଣ୍ଟ, ଅମ୍ନିପୋଟେଣ୍ଟ, ଅମ୍ନିସିଏଣ୍ଟ। ଅର୍ଥାତ୍ ତାଙ୍କର ଉପଲବ୍ଧି ସବୁପଟେ ସବୁ ଜାଗାରେ ଦେଖିବାକୁ ମିଳିବ। ତାହା ଲାଭ କରିବାକୁ ଆମ୍ଭେମାନେ ଅତୀତ ଅଭିଜ୍ଞତାର ସାହାଯ୍ୟ ନେଇଥାଉ, ମାତ୍ର ଅତୀତ କଥାକୁ ମାନି ନେଇ ନଥାଇ ଆମ୍ଭେମାନେ ବିଜ୍ଞାନ ବଳରେ ସେହି ବିରାଟ ଶକ୍ତିର କଳନା ମଧ୍ୟ କରିପାରିବା। ଅର୍ଥାତ୍ ଆମେ ତାକୁ କ'ଣ କରୁଛୁ, ସେଇ ଯେଉଁ ଅତୀତର ଅଭିଜ୍ଞତାକୁ ଆମେ ନୀତିଦିନିଆ ବ୍ୟବହାରରେ ଲଗାଉଛୁ ଏବଂ ତାହା ଆମର ବିଜ୍ଞାନ ବଳରେ ହିଁ ସେସବୁ ଶକ୍ତିକୁ ଆମେ କ'ଣ କରୁଛୁ ନା କଳନା କରିବାକୁ ଯାଇଥାଉ। ତେଣୁ ପ୍ରଥମେ ତାହାର ଉପସ୍ଥିତି କାହିଁକି ବିଶ୍ୱାସ କରିନେବୁ? ଏହି ଯୋଗୁଁ ତାହା ଧର୍ମଭାବର ଶୈଥିଲ୍ୟ ଓ ଈଶ୍ୱର ବିଶ୍ୱାସର ଅପଚୟ ଦେଖିବାକୁ ମିଳିଛି। ଆମେ ଧର୍ମଭାବକୁ କ'ଣ କରିଛି ସେ ନା ଶୈଥିଲ୍ୟ କରିଛି ଏବଂ ଈଶ୍ୱର ବିଶ୍ୱାସର ଅପଚୟ ମଧ୍ୟ ସେ କରିଦେଇଛି। କିନ୍ତୁ ଅପର ଦିଗକୁ ଯଦି ଆମେ ଦୃଷ୍ଟି ଦେଲେ ଦେଖିବା, ଆମେମାନେ ଦେଖିବା ଯେ ବିଜ୍ଞାନର ଅନୁଶୀଳନରେ ଆମ୍ଭେମାନେ ସର୍ବତ୍ର ଶକ୍ତିର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଥାଉ। ଯଦି ଆମେ ଦେଖିବା ପିଲାମାନେ, ତାହେଲେ ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଶକ୍ତିର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଇଥାଉ। ସର୍ବତ୍ର ଶକ୍ତି କ'ଣ ଅଛି ନା ବ୍ୟାପୀ ହେଇକି ଅଛି। ଜୀବନ୍ତରେ ଥିବା ଶକ୍ତି ଏହି ଶକ୍ତିର ଏକତମ ଅବସ୍ଥା। ଜୀବନ୍ତ ଶକ୍ତି ହେଉଛି ଗୋଟେ ଏହାର ଗୋଟେ ଅବସ୍ଥା। ଏଣୁ ଏହି ଶକ୍ତି କ'ଣ, ତାହାର ଜଡ଼ ଓ ଜୀବନ୍ତ ସହିତ କି ସମ୍ପର୍କ, ତାହା ଆମେମାନେ ଜାଣିବା ପାଇଁ ଚେଷ୍ଟିତ ଥାଉ। ତ ଅର୍ଥାତ୍ ଜଡ଼ ଏବଂ ଜୀବନ୍ତ ସହିତ ତା'ର ସମ୍ପର୍କ କ'ଣ, ଜଡ଼ ଶକ୍ତି, ଜୀବନ୍ତ ଶକ୍ତି, ଏଇ ଦୁଇ ଭିତରେ ସମ୍ପର୍କ କ'ଣ ଆମେ ଜାଣିବା ପାଇଁ ସବୁବେଳେ ଚେଷ୍ଟା କରୁଛୁ। ଏବଂ ଏପରି ସ୍ଥଳେ ଆମମାନଙ୍କର ଧର୍ମଭାବ କମିଯାଇଛି ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ। ଅର୍ଥାତ୍ ଆମେ ସବୁବେଳେ ଚେଷ୍ଟିତ ଯେ ଜଡ଼ କ'ଣ, ଜୀବ କ'ଣ, ଜଡ଼ ଏବଂ ଜୀବ ଭିତରେ ସମ୍ପର୍କ କ'ଣ, ସେଇ ଜିନିଷକୁ ଆମେ ସବୁବେଳେ କ'ଣ ନା ଜାଣିବା ପାଇଁ ଚେଷ୍ଟା କରୁଛୁ। ବରଂ ଏହା ବୋଲାଯାଇପାରେ ଯେ ଆମ୍ଭେମାନେ ଏହି ଧର୍ମର ଅନୁସନ୍ଧାନରେ ନିୟୋଜିତ। ଯଦି ସୃଷ୍ଟି ରହସ୍ୟ ଭେଦ କରିବା ଧର୍ମ ପଦବାଚ୍ୟ ହୋଇଥାଏ, ଯଦି ସୃଷ୍ଟିର ରହସ୍ୟକୁ ଭେଦ କରିବା ପାଇଁ ହେଲେ ଧର୍ମ ପଦବାଚ୍ୟ, ତାହେଲେ ଆମେ କ'ଣ କରୁଛୁ ନା ଆମେ ଏହାକୁ କ'ଣ କରୁଛୁ, ଆମେ ଖୋଜୁଛୁ, ଅନୁସନ୍ଧାନ କରୁଛୁ। ଏବଂ ଆମ୍ଭେମାନଙ୍କର ଏହି ପ୍ରାଚୀନ ଧର୍ମଭାବର ଶୈଥିଲ୍ୟ ଦେଖି ଯଦି ଲୋକେ ବିଚଳିତ ହେଉଛନ୍ତି, ତାହେଲେ ଆମ୍ଭେମାନେ ଯେ ପ୍ରାଚୀନ ପ୍ରଥା ଅନେକ ଛାଡ଼ି ଦେଇଅଛୁ, ତାହା ପାଇଁ ସେମାନଙ୍କର ବିଚଳିତ ହେବା ତ ଦେଖା ନାହିଁ।
ସେମାନେ ବିଚଳିତ ଯଦି ହେଉଛନ୍ତି ତାହେଲେ ଆମେ ତ ଦେଖିପାରୁନୁ, ଆମେ ଜାଣିପାରୁନୁ। କାହିଁକି? ଆମେ ପ୍ରାଚୀନ ଧର୍ମ ଭାବର ଯଦି ଶୈଥଲ୍ୟକୁ ଲୋକମାନେ କ'ଣ କରୁଛନ୍ତି, ଦେଖିକରି ବିଚଳିତ ହୋଇଯାଉଛନ୍ତି। ତାହେଲେ ଆମେ ତ ଜାଣିପାରୁନୁ। ଏଣୁ ଆମ୍ଭେମାନେ କହୁଁ, ଯେତେବେଳେ ଆମ୍ଭେମାନେ ଏକ ନୂତନ ପଥର ଅନୁସନ୍ଧାନରେ ନିଯୁକ୍ତ ହୁଏ, ସେତେବେଳେ ଆମ୍ଭମାନଙ୍କୁ ଅର୍ଦ୍ଧପଥରେ ନୈରାଶ୍ୟ ଜର୍ଜରିତ ନ କରି ପ୍ରାଚୀନ ପଥ ଦେଇ ଅଗ୍ରସର ହେବା ପାଇଁ ଉପଦେଶ ନ ଦେଇ ଆମ୍ଭେମାନେ ନୂତନ ପଥରେ କେତେଦୂର ସଫଳ କାମ ହୋଇପାରିଥାଉଁ ତାହା ହିଁ ଦେଖିବା ଉଚିତ। ଆମକୁ ନିରାଶ ନ କରି ଆମର ସଫଳତାକୁ ସେମାନେ କ'ଣ କରିବା କଥା ନା ଦେଖିବା କଥା। କେତେଦୂର ଆମେ ସଫଳ ହେଇପାରିଲୁ ତାହାକୁ ସେମାନେ ଜାଣିବା କଥା। ଏକ୍ଜାମ୍ପଲ୍ ପିଲାମାନେ, ଯଦି ତୁମେ ଜବ୍ ପାଇଁ ପ୍ରିପାରେସନ୍ କରୁଛ, ତାହେଲେ ତୁମକୁ ଡିମୋଟିଭେଟ୍ ନ କରିକି ତୁମର ଯେଉଁ ଏଫର୍ଟ କେତେ ଦୂର ଗଲା, ତୁମେ କେତେ ପ୍ରିପାରେସନ୍ କରିପାରିଛ, ତୁମକୁ ଆଉ କ'ଣ ଏକ୍ସଟ୍ରା ଜିନିଷ ଦରକାର ଫର୍ ଗେଟିଂ ଏ ଜବ୍, ତୁମକୁ ସେ ବିଷୟରେ ଲୋକମାନେ କ'ଣ କରିବା କଥା ନା ତୁମକୁ ସେଭଳିଆ ତୁମକୁ ମୋଟିଭେଟ୍ କରିବା କଥା। କିନ୍ତୁ ଆମର ସମାଜ ସେ ସବୁବେଳେ କ'ଣ କରିବ ପିଲାମାନେ, ସେ ତ ଡିମୋଟିଭେଟ୍ ହିଁ କରିବ। ସେଇ ଜିନିଷ ହିଁ କହୁଛନ୍ତି ଯେ ନୂତନ ପଥରେ ଆମେ କେତେ ଦୂର ସଫଳ ହୋଇପାରିଛୁ ତାହାକୁ ସେମାନେ ଆମକୁ ଦେଖିବା କଥା ଏବଂ ଶେଷ ସୀମାରେ ପହଞ୍ଚିବା ପାଇଁ ଚେଷ୍ଟିତ ହେବା ଆବଶ୍ୟକ। ଆମେ ଶେଷ ସୀମାରେ କ'ଣ କରିବାର ଅଛି ନା ପହଞ୍ଚିବାର ଅଛି। ତାହା ପାଇଁ କ'ଣ ଦରକାର ନା ଆମକୁ ଚେଷ୍ଟା କରିବାର ଅଛି। ତେଣୁ ସେଇ ଚେଷ୍ଟା ଆମେ କେତେ ଦୂର କଲୁ, କେତେ ଦୂର ସଫଳ ହେଲୁ ତାହା ଜାଣିବା କଥା। ଯଦି ଲୋକ ତାକୁ ସାହାଯ୍ୟ କରିବେ, ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ସଫଳ ମଧ୍ୟ ହୋଇପାରିବା। ତେଣୁ ପିଲାମାନେ, ଆଜି ପାଇଁ ଏତିକି। ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ।